गोटे पत्थर नहीं कुकुर आड़क फोपाड़ी दियो तुमे देखिब कुकुर भୟରେ दौड़ी पलाई जीव। एबे सही पत्थरटी को नहीं महुमाछी घेरा को फोपाड़ी दियो देखिब महुमाछी माने तुम सहित कौन करिवे। पत्थरटी समान एवं तुमे मध्य समान, केवल पार्थक्य हेउछि कुकुर एका थिला एवं महुमाछी माने एक गोष्ठी रे थिले। एकतारे शक्ति अछि। जदि आमे एकजुट नहेबा तेबे ना आम देश ना आम समाज ना आमे निजे परिवर्तन होई परिबा। कौन सांग माने ठीक तो? कमेंट रे आपणकर उत्तर निश्चय लिखंतु। तुमे केतेबेले ठीक करिथिलो ताहा केही मने रखिबे नाही, किंतु तुमे केतेबेले भूल करिथिलो ताहा केही भूलिबे नाही। तेणु सबुबेले चेष्टा करंतु जानिशुणी भूल न करिबा पाई। जीवन रे आपण बारंबार असफल हेउछंती कि? तेबे एही कथाटी निश्चय मने रखंतु। अनेक वर्ष पूर्वे जणे ज्ञानी सन्यासी एक नदी कूଳରେ बसिथिले। ସେହି ବାଟ ଦେଇ ଜଣେ ଅଶାନ୍ତ ଯୁବକ ଯାଉଥିଲେ, ଯିଏ ନିଜ ଜୀବନର ଅସଫଳତା ପାଇଁ ବହୁତ ଦୁଃଖିତ ଥିଲେ। ସେ ସନ୍ୟାସୀଙ୍କ ପାଖକୁ ଯାଇ ପଚାରିଲେ, ମହାରାଜ, ମୁଁ ଜୀବନରେ ସବୁକିଛି ପାଇବାକୁ ଚାହେଁ, କିନ୍ତୁ ମୋ ହାତ ସବୁବେଳେ ଖାଲି। କ'ଣ ମୋ ଭାଗ୍ୟରେ କିଛି ନାହିଁ? ସନ୍ୟାସୀ ଜଣଙ୍କ ହସିଲେ ଏବଂ ଯୁବକଟିକୁ ଗୋଟିଏ ଛୋଟ ପଥର ଓ ଗୋଟିଏ ମୁଠା ବାଲି ଆଣିବାକୁ କହିଲେ। ସନ୍ୟାସୀ ଯୁବକଟିକୁ କହିଲେ, ଏହି ପଥରଟିକୁ ନିଜ ମୁଠାରେ ଜୋର କରି ଧର। ଯୁବକଟି ସେହିପରି କଲେ। ତାପରେ ସନ୍ୟାସୀ କହିଲେ, ଏବେ ଏହି ମୁଠା ଭିତରେ କିଛି ବାଲି ଭରିବାକୁ ଚେଷ୍ଟା କର। ଯୁବକଟି ଚେଷ୍ଟା କଲେ, କିନ୍ତୁ ପଥରଟି ମୁଠା ଭିତରେ ଥିବାରୁ ସବୁ ବାଲି ତଳେ ପଡ଼ିଗଲା। ସେ ବିରକ୍ତ ହୋଇ କହିଲେ, ମହାରାଜ, ମୋ ହାତ ତ ପୂର୍ବରୁ ପଥରରେ ଭର୍ତ୍ତି ଅଛି, ଏଥିରେ ବାଲି ରହିବ କିପରି? ସନ୍ୟାସୀ ଜଣଙ୍କ ଧୀର ସ୍ୱରରେ କହିଲେ, ବତ୍ସ, ଠିକ୍ ଏଇଆ ହିଁ ତୁମ ଜୀବନ। ତୁମେ ଅତୀତର ଦୁଃଖ, ପୁରୁଣା ପରାଜୟ ଏବଂ ଅହଙ୍କାର ରୂପୀ ପଥରକୁ ଏତେ ଶକ୍ତ କରି ଧରିଛ ଯେ ଜୀବନ ତୁମକୁ ଦେବାକୁ ଚାହୁଁଥିବା ନୂଆ ସୁଯୋଗ ଓ ସଫଳତା ରୂପୀ ବାଲିକୁ ଧରିବା ପାଇଁ ତୁମ ହାତରେ ଜାଗା ହିଁ ନାହିଁ। ଯୁବକଟି ସ୍ତବ୍ଧ ହୋଇଗଲେ। ସେ ବୁଝିପାରିଲେ ଯେ ସେ ନିଜର ପୁରୁଣା ବିଫଳତାକୁ ମନ ଭିତରେ ସାଉଁଟି ରଖିଛନ୍ତି, ଯେଉଁଥିପାଇଁ ନୂଆ ଆଶା ତାଙ୍କ ପାଖକୁ ଆସିପାରୁନାହିଁ। ସନ୍ୟାସୀ ପୁଣି କହିଲେ, ଜୀବନରେ କିଛି ନୂଆ ପାଇବାକୁ ହେଲେ ପ୍ରଥମେ ନିଜ ହାତକୁ ଖାଲି କରିବାକୁ ଶିଖ। ଯେ ପର୍ଯ୍ୟନ୍ତ ତୁମେ ମୁଁ କିଛି ହୋଇପାରିବି ନାହିଁ ଭଳି ଚିନ୍ତାଧାରାକୁ ଛାଡ଼ି ନାହଁ, ସେ ପର୍ଯ୍ୟନ୍ତ ସଫଳତା ତୁମ ଭିତରେ ପ୍ରବେଶ କରିପାରିବ ନାହିଁ। ତ୍ୟାଗ ହିଁ ପ୍ରାପ୍ତିର ଆରମ୍ଭ। ପୁରୁଣା ବିଫଳତାକୁ ଧରି ବସିଲେ ନୂଆ ସଫଳତା ମିଳେ ନାହିଁ। ପରିସ୍ଥିତି ବଦଳାଇବା ପୂର୍ବରୁ ନିଜର ମାନସିକତା ବଦଳାଇବା ଜରୁରୀ। ଅତୀତର ବୋଝକୁ ଓହ୍ଲାଇ ଦିଅ, ଦେଖିବ ଭବିଷ୍ୟତ ନିଜେ ନିଜେ ଉଜ୍ଜଳ ହୋଇଯିବ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟିଏ ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ।